ଜିନିଷଟା ସମସ୍ତ ବାପା ମାନେ ଆଶା କରନ୍ତି। ମୁଁ ଏମିତି ଗୋଟାଏ ବାପ ଯେ ହେଲେ ମୁଁ ଏମିତି ଗୋଟିଏ ବାପା ଯେ ମୋ ପୁଅର ସୁଖ ବଦଳରେ ଦୁଃଖ ଚିନ୍ତା କରୁଛି। ମୋ ପୁଅର ସୁଖ ବଦଳରେ ମୁଁ ଦୁଃଖ ଚିନ୍ତା କରୁଛି, ଭଲ ବଦଳରେ ମନ୍ଦ ଚିନ୍ତା କରୁଛି। ଭଲ ବଦଳରେ ମନ୍ଦ ଚିନ୍ତା କରୁଛି। ଏମିତି କଲୁ ରେ ବାପା। ସେ କହ ଆରେ କାହିଁକି ଏମିତି କଲୁ ରେ ବାପା? ମତେ କହିଥିଲେ ମୁଁ କଣ ସେ ଝିଅ ସହିତ ତୋର ବାହାଘର କରିନଥାନ୍ତି? ମତେ କହିଥିଲେ ମୁଁ କଣ ସେ ଝିଅ ସହିତ ତୋର ବାହାଘର କରିନଥାନ୍ତି? ଏ ଝିଅକୁ ବୋହୁ କରି ଘରକୁ ନେଇନଥାନ୍ତି? ସେ ଝିଅକୁ ବୋହୁ କରି ମୁଁ କଣ ଘରକୁ ନେଇନଥାନ୍ତି? ଯେଉଁମାନେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି, ୱେଟ୍ ଲସ୍ କରିବାକୁ ଚାହୁଁଛନ୍ତି, ହଁ ଓନ୍ଲି ଫିମେଲ୍, ମେଲ୍ ଆଲାଉ ନାହିଁ ଆମର। ଆମ ଟ୍ରେନର ନୂଆ ଟ୍ରେନର ଜଣକୁ ବି ଆସୁଛନ୍ତି। ଜୟ ଜଗନ୍ନାଥ, ନମସ୍କାର। ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ କେମିତି ଅଛନ୍ତି? ଭଲରେ ଅଛନ୍ତି ନା? ସେମିତି ଭଲରେ ଥାନ୍ତୁ। ମୁଁ ବି ବହୁତ ଭଲରେ ଅଛି। ସକାଳୁ ଏତେ କୁହୁଡ଼ା ଦେଖନ୍ତୁ, ପୁରା ଦାଢ଼ି ଚୁଟି, ନମସ୍କାର, ଦାଢ଼ି ଚୁଟି ଟୋଟାଲ ମାନେ ଓଦା। ଏଇଠୁ ମନ୍ଦିର କତରୁ ସ୍କୁଲ ଯାକେ ଆସିଲି ଟୋଟାଲ ଓଦା। ପ୍ରବଳ କୁହୁଡ଼ା ଦେଖିପାରୁଥିବେ। ଆଉ ଆମର ରଡ଼ କଟା ହେବ ବୋଲି ଘରେ ସେ ସାଙ୍ଗଟା ଆସି ପହଞ୍ଚିଲାଣି। ଭାଇଟା ମୋର ଫୋନ୍ କରିଥିଲା, ମୁଁ ଯାଉଛି, ଯିବି ସେଠିକି। କ'ଣ କରିବା, ଦାଢ଼ି ଗୁଣା ହେଇ ପୁରା ହେଇ ଓଦା, ହାତ ଓଦା ହେଇଯାଉଛି। ମୁଁ ସ୍କୁଲ ପାଖରୁ ଘରକୁ ଆଇଲି, ସାଙ୍ଗଟି ଯାଇଛି ରଡ଼ କାଟିବା ପାଇଁ। ଆମର ଏବେ ଘର ନୂଆ ନୂଆ ଆରମ୍ଭ ହେଉଛି, ତ ପିଲର ପାଇଁ ତ ରଡ଼ କାଟିବାକୁ ଆସିଛି। ରଡ଼ ବି ବାନ୍ଧି ବୁନ୍ଧିକି ଯିବ ବୋଲି କହିଲା। ମୋ ମୁହଁ ଦେଖେଇବନି, ସେଥିପାଇଁ ମୁହଁ ଦେଖାଉନି ସାଙ୍ଗଟି ମୋର। ଏଠି ତ କାମ ଚାଲିଛି, ଭଗବାନଙ୍କ ଇଚ୍ଛା କେଉଁଦିନ କମ୍ପ୍ଲିଟ୍ ହେଉଛି ଦେଖାଯିବ। କ'ଣ ସେ ବା ଦୁଇଟା ପିଲର, ବାହାଘର ଗୋଟେ ଆମର ଗୋଟେ। ନା ନା, ସେ ମାନେ ଏପଟେ ଲଗା ଲଗେଇନୁ, ପିଲର ହେଲେ ସେଠି ବା ଅଛି, ଏଇ ପଟରୁ କମିଯାଇଛି। ହଁ ସେଇଆ ବା ହେଇଛି। ଘର କାମ ସହ ଡ୍ୟାନ୍ସ ସ୍କୁଲର ବି କାମ କରିବାକୁ ପଡ଼ୁଛି। ଡ୍ୟାନ୍ସ ସ୍କୁଲରେ ଫ୍ୟାନ୍ ଫ୍ୟାନ୍ ଲାଗିନି, ଆସ୍ତେ ଆସ୍ତେ ସବୁ କରି ଲଗେଇବା। ଆଉ ଡ୍ୟାନ୍ସ ସ୍କୁଲରେ ବର୍ତ୍ତମାନ ଦୁଇଟା ଫ୍ୟାନ୍ ଆଣିଲି, ସନ୍ଧ୍ୟା 5ଟା ଫ୍ୟାନ୍ ଆଣିଛି। 2ଟା ଫ୍ୟାନ୍ ଏଠି ଥୋଇଲି, ଆଉ କ'ଣ ଗାଡ଼ିରେ ନଦା ହେଇଛି, ସ୍କୁଟିରେ ଯିବି ଆଣିବା ପାଇଁ। ଫ୍ୟାନ୍ ଥୋଇଲି, ୱାଲ୍ ଫ୍ୟାନ୍ 2ଟା ଥୋଇକି ଗଲି, ଆଉ ଯାଉଛି ଆଣିବାକୁ। ଆଉ ତ ସବୁ କାମ ସରେଇକି ଡ୍ୟାନ୍ସ ସ୍କୁଲ କାମ, ଘରର କାମ ଚାଲିଥିଲା, ସବୁ କାମ ସରେଇ ଆସି ସନ୍ଧ୍ୟାବେଳେ ପହଞ୍ଚିଗଲେ ଡ୍ରାମା ପାଖରେ। ମାନେ ସନ୍ଧ୍ୟା 9ଟା ବେଳେ ଆସି ପହଞ୍ଚି ବିଳମ୍ବ ହୋଇଯାଇଛି। ସେମାନେ ଚିଡ଼ିଚିଡ଼ି ହେଉଥିଲେ ମୋ ଉପରେ। ଏବେ ସିନ୍ ଚାଲିଛି, ଗୋଟେ ସିନ୍ ଚାଲିଛି। ଆଉ ଏ ବର୍ଷର 2ଟି ନାଟକ, ଆପଣମାନେ ନାଁ ବି ମୁଁ ଆପଣମାନଙ୍କୁ ଆସ୍ତେ ଆସ୍ତେ ଜଣେଇବି। ମୁଁ ପୁଣି ଡ୍ରାମାରେ ଆସି ପହଞ୍ଚିଗଲି। ତ ରିହର୍ସାଲ୍ ଚାଲିଛି, ମାନେ ମୁଁ ଟିକେ ବିଳମ୍ବରେ ଆଜି ପହଞ୍ଚିଛି। ବାବୁ ଭାଇ ତରପର ସିନ୍ ପାଇଁ, ବାବୁ ଭାଇ ତାଙ୍କର କେମିତି କ'ଣ LED ଆମର ଲାଗିବ, ଯେମିତି ଯାତ୍ରା ପାର୍ଟିରେ ପଛରେ LED ଲାଗେ ସେମିତି ଲାଗିବ। ତା ସିନ୍ରେ କ'ଣ କ'ଣ ଦରକାର ସିନ୍ ସେଟ୍ କରିବେ, LEDରେ କ'ଣ ଚାଲିବ କ'ଣ ନାହିଁ, ବାବୁ ଭାଇ ଆଲୋଚନା ସେଠି କରୁଛନ୍ତି। ସେୟା ତମେ ତମ ବାଟରେ ଚାଲି ଯାଅ, ତମ ବାଟରେ ଚାଲି ଯାଅ। ଛୁଆଟାକୁ ନେଇ ଯାଉଥିଲା ଇଏ କରିବ ବା, ସଂଖ୍ୟା ସୁନ୍ଦର ଫେରେଇବ। ଏଇଠି କୋରିଓଗ୍ରାଫିରେ ସେ ସଂଖ୍ୟା ସୁନ୍ଦର ଫେରେଇବ। 4 ମାସର ଛୁଆ ନାଇଁ ଶୁଣିଲି ଇଏ ବାପା ପୁଅ ବହୁତ ଭଲ ପାଏ। ଏଇଠି ଆସିଲା, କାଲି ଦିନେ ଆସିଲା। ଆରେ ଏ ସବୁ ଅନେକ ଦିନରୁ ଆସି ସାରନ୍ତିନି। ତାପରେ ତୁ ଏଠି ରହୁଛୁ ବୋଲି ମୁଁ ଜାଣିପାରିଲିନି ବାପା। ଆରେ କେତେ ଲୋକଙ୍କୁ ମୁଁ ପଚାରିଛି, କେତେ ଠିକଣା ପାଇଲି। ଆରେ କାହା ଏ ପାଖକୁ ତୋ ଠିକଣା ମୁଁ ପାଇଲିନି। ତୁ ସିନା ଘର ଛାଡ଼ି ଚାଲି ଆରେ ଏ ସେ କର, ତୁ ସିନା ଘର ଛାଡ଼ି ଚାଲି ଆସିଲୁ। ଘର ଛାଡ଼ି ଚାଲି ଆସିଲୁ। ତୁ ଆସିବା ଦିନଠୁ ତୋ
ସିନା ଘର ଛାଡ଼ି ଚାଲି ଆସିଲୁ ହେଲେ ତୁ ଆସିବା ଦିନଠୁ ତୋର ଏଇ ବାପାଟା ମାନେ କେମିତି ସେ ଦିନ କାଟୁଛି ତୁ ତା ବୁଝିପାରିବୁନୁ ରେ। ସାଙ୍ଗ ତୁ ଘରକୁ ଯାଉନୁ ତୁ ଘରକୁ ଯାଉନୁ ସହରରେ ଭଡ଼ା ଘରେ ରହୁଛୁ ଘରେ ଭଡ଼ାରେ ରହୁଛୁ ହେଲେ କାହିଁକି ହେଲେ କାହିଁକି ବାପା ମାନେ ପିଲାମାନଙ୍କର ବାପା ମାନେ ପିଲାମାନଙ୍କର ମଙ୍ଗଳ ଚାହାନ୍ତି ପିଲାମାନେ ଖୁସିରେ ରୁହନ୍ତୁ ପିଲାମାନେ ଖୁସିରେ ରୁହନ୍ତୁ ଭଲରେ ରୁହନ୍ତୁ ସୁଖରେ ରୁହନ୍ତୁ ଏକଥା ବାପା ଆଶା କରନ୍ତି ଏ କଥାଟା ସମସ୍ତ ବାପା ମାନେ ଆଶା କରନ୍ତି ମୁଁ ଏମିତି ଗୋଟାଏ ବାପ ଯେ ହେଲେ ମୁଁ ଏମିତି ଗୋଟିଏ ବାପା ଯେ ମୋ ପୁଅର ସୁଖ ବଦଳରେ ଦୁଃଖ ଚିନ୍ତା କରୁଛି ମୋ ପୁଅର ସୁଖ ବଦଳରେ ମୁଁ ଦୁଃଖ ଚିନ୍ତା କରୁଛି ଭଲ ବଦଳରେ ମନ୍ଦ ଚିନ୍ତା କରୁଛି ଭଲ ବଦଳରେ ମନ୍ଦ ଚିନ୍ତା କରୁଛି ଏମିତି ଏମିତି କଲୁ ରେ ବାପା ଏ ସେ କର ଆରେ କାହିଁକି ଏମିତି କଲୁ ରେ ବାପା ମତେ କହିଥିଲେ ମୁଁ କଣ ସେ ଝିଅ ସହିତ ତୋର ବାହାଘର କରିନଥାନ୍ତି ମତେ କହିଥିଲେ ମୁଁ କଣ ସେ ଝିଅ ସହିତ ତୋର ବାହାଘର କରିନଥାନ୍ତି ସେ ଝିଅକୁ ବୋହୁ କରି ଘରକୁ ନେଇନଥାନ୍ତି ସେ ଝିଅକୁ ବୋହୁ କରି ମୁଁ କଣ ଘରକୁ ନେଇନଥାନ୍ତି ବାପା ବାପା ତୁ ସିନା ବାହା ହେଇ ବୋହୁକୁ ନେଇ ଘରକୁ ଗଲୁନି ଏ ବାପା ତୁ ସିନା ବାହା ହେଇ ବୋହୂକୁ ନେଇ ଘରକୁ ଗଲୁନି ମୁଁ ଆଜି ମୋ ବୋହୁକୁ ସାଙ୍ଗରେ ନେଇକି ଯିବି ହେଲେ ମୁଁ ଆଜି ମୋ ବୋହୂକୁ ସାଙ୍ଗରେ ନେଇକି ଯିବି କାହିଁ? କୁଆଡ଼େ ଗଲା କାହିଁ? କୁଆଡ଼େ ଗଲା ମୋ ବୋହୂ ଏ ବୋହୂ ସେତିକିବେଳେ ତମେ ଦିଅ ଧରାକୁ ତାପରେ ଘରେ ପହଞ୍ଚିଗଲି ପହଞ୍ଚିକି ଦେଖିଲା ବେଳକୁ ମାନେ ସୀମା ଆଉ ରିଙ୍କି ଆମର ଆସାଇନମେଣ୍ଟ କ'ଣ ପୁଳାଏ ଖଣ୍ଡେ କାଗଜ ଧରିକି ଲେଖୁଛନ୍ତି। ଆଉ ଗୋଟେ ଖୁସି ଖବର ଆପଣମାନଙ୍କ ପାଇଁ ଆମ ଡ୍ୟାନ୍ସ ସ୍କୁଲରେ ଜୁମ୍ବା କ୍ଲାସ୍ ଆରମ୍ଭ ହୋଇଯିବ ଫେବୃଆରୀ 1 ତାରିଖ ସଣ୍ଡେ। ଯେଉଁମାନେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ୱେଟ୍ ଲସ୍ କରିବାକୁ ଚାହୁଁଛନ୍ତି ହଁ ଓନ୍ଲି ଫିମେଲ୍ ମେଲ୍ ଆଲାଉ ନାହିଁ ଆମ ଟ୍ରେନର ନୂଆ ଟ୍ରେନର ଜଣଙ୍କୁ ବି ଆସୁଛନ୍ତି ଆପଣମାନେ ଆଡ଼ମିସନ୍ ଯେଉଁମାନେ କରିବାକୁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ। कौन ट्रेनर सरप्राइज ହଁ ଟ୍ରେନର ସେ ଜାଣିବେ ଆଉ ना सरप्राइज ସରପ୍ରାଇଜ୍ ଟ୍ରେନର ଯିଏ ଯେଉଁମାନେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି ୱେଟ୍ କ୍ଲାସ୍ କରିବାକୁ ଚାହୁଁଛନ୍ତି ଜୁମ୍ବା କ୍ଲାସ୍ ଡ୍ୟାନ୍ସିଂ ଜୁମ୍ବା କ୍ଲାସ୍ ଆପଣମାନେ ଆସିକି ଆଡ଼ମିସନ୍ କରିବେ ରେଲୱେ ଷ୍ଟେସନ ରୋଡ଼ ଦୟାଲ ମେଡ଼ିସିନ ଷ୍ଟୋର ଗ୍ରାଉଣ୍ଡ ଫ୍ଲୋରଟା ଆମର ଡ୍ୟାନ୍ସ ସ୍କୁଲ ଆପଣ ସେଠି ଆସି ଯୋଗାଯୋଗ କରିବେ ନମ୍ବର ମୁଁ ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରି ଆସିପାରିବେ। ଜୟ ଜଗନ୍ନାଥ ରହିଲି ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେନି ଫେସବୁକରେ ଦେଖୁଥିଲେ ଫଲୋ କରିବେ ୟୁଟ୍ୟୁବରେ ଦେଖୁଥିଲେ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ ଜୟ କଳା।